ମୁଁ ରଥଯାତ୍ରା ଦେଖିନି ମୋ ଜୀବନ କାଳରେ ଏମିତି କୌଣସି ସିଚୁଏସନ୍ ଆସିନି। ନୀତି ବିଳମ୍ବ ହେଇଛି, ନୀତି ହେଇଛି, ପହଣ୍ଡି ବିଳମ୍ବ ହେଇଛି, ପହଣ୍ଡି ବି ହେଇଛି, ସବୁକିଛି ବିଳମ୍ବ ହେଇଛି, ସବୁକିଛି କିନ୍ତୁ ସମୟ ଅନୁସାରେ ହେଇଛି। କିନ୍ତୁ ତା ସତ୍ତ୍ୱେ ବି ନନ୍ଦିଘୋଷ ରଥ ଆଗକୁ ଗଡ଼ିଥାଏ ଆଉ ମର୍ଚିଗଡ଼ ଛକ ପର୍ଯ୍ୟନ୍ତ ବି ଯାଇଥାଏ। ଏମିତି ବି ଦିନ ଅଛି ମର୍ଚିଗଡ଼ ଛକ ପର୍ଯ୍ୟନ୍ତ ବି ନନ୍ଦିଘୋଷ ରଥ ଗଡ଼ିଛି। ଏମିତି ମୋ ଇତିହାସରେ କି ମୋ ଜନ୍ମରୁ ଆଜି ପର୍ଯ୍ୟନ୍ତ ମୁଁ ପ୍ରଥମ ଥର ଦେଖିଲି ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ସିଂହଦ୍ୱାର ଛାଡ଼ିଲାନି। ମୁଁ ଜାଣିନାହିଁ ସାଲେବଙ୍କ ପରି ଭକ୍ତ ଅଛନ୍ତି କି ନାହିଁ, ମୁଁ ଜାଣିନାହିଁ ବଳରାମ ଦାସଙ୍କ ପରି ଭକ୍ତ ଅଛନ୍ତି କି ନାହିଁ, ମୁଁ ଜାଣିନାହିଁ ବନ୍ଧୁ ମହାନ୍ତିଙ୍କ ପରି ଭକ୍ତ ଅଛନ୍ତି କି ନାହିଁ। ଗୋଟେ ଛୋଟିଆ ମନରେ ଗୋଟେ ପ୍ରଶ୍ନ ଆସିଲା, ମୋ ଜ୍ଞାନୀ ଗୁଣୀ ଆଉ ସମସ୍ତଙ୍କୁ କହିବାକୁ ବାଧ୍ୟ ହେଲି। ଆଜି ଦିନ ତମାମ ଆପଣ ଲାଇଭ୍ ଦେଖିଛନ୍ତି, ଭଲ ମନ୍ଦ ମହାପ୍ରଭୁଙ୍କର ପହଣ୍ଡି ଆପଣ ସବୁ ଦେଖିଛନ୍ତି, ଆପଣ ସବୁ ନୋଟିସ୍ ବି କରିଛନ୍ତି। ତା ସତ୍ତ୍ୱେ ବି ମହାପ୍ରଭୁ ନନ୍ଦିଘୋଷ ରଥ ଇଞ୍ଚେ ବି ଘୁଞ୍ଚିଲାନି, ସିଂହଦ୍ୱାର ଛାଡ଼ି ମହାପ୍ରଭୁଙ୍କ ରଥ ଘୁଞ୍ଚିଲାନି। ତା ଉତ୍ତର ମୁଁ ଏଇ ଜ୍ଞାନୀ ଗୁଣୀମାନଙ୍କୁ ମାଗୁଛି। ବଡ଼ ଭାଇ ବଳରାମଙ୍କର ବି ରଥ ଆଗକୁ ଗଡ଼ିଲା, ତାପରେ ଦେବୀ ସୁଭଦ୍ରା ମାଆଙ୍କର ରଥ ଗଡ଼ିଲା। ତା ଘଣ୍ଟେ ସତ୍ତ୍ୱେ ବି ତା ଘଣ୍ଟେ ସମୟ ବ୍ୟବଧାନ ପରେ ବି ନନ୍ଦିଘୋଷ ରଥ ଇଞ୍ଚେ ବି ଘୁଞ୍ଚିଲାନି। ଇଏ ଭକ୍ତଙ୍କ ପାଇଁକା ଘୁଞ୍ଚିଲାନି ନା କାହାର ଷଡ଼ଯନ୍ତ୍ର ପାଇଁ ଘୁଞ୍ଚିଲାନି, ସେଟା ତ ସମୟ ଉତ୍ତର ଦେବ। କିନ୍ତୁ ବହୁତ ପୀଡ଼ା ହେଲା, କାହିଁକିନା 35 ବର୍ଷ ମୋତେ ହେଲାଣି, 30 ବର୍ଷ ମୁଁ ରଥଯାତ୍ରା ଦେଖିନି। ମୋ ଜୀବନ କାଳରେ ଏମିତି କୌଣସି ସିଚୁଏସନ୍ ଆସିନି। ନୀତି ବିଳମ୍ବ ହେଇଛି, ନୀତି ହେଇଛି, ପହଣ୍ଡି ବିଳମ୍ବ ହେଇଛି, ପହଣ୍ଡି ବି ହେଇଛି, ସବୁକିଛି ବିଳମ୍ବ ହେଇଛି, ସବୁକିଛି କିନ୍ତୁ ସମୟ ଅନୁସାରେ ହେଇଛି। କିନ୍ତୁ ତା ସତ୍ତ୍ୱେ ବି ନନ୍ଦିଘୋଷ ରଥ ଆଗକୁ ଗଡ଼ିଥାଏ ଆଉ ମର୍ଚିଗଡ଼ ଛକ ପର୍ଯ୍ୟନ୍ତ ବି ଯାଇଥାଏ। ଏମିତି ବି ଦିନ ଅଛି ମର୍ଚିଗଡ଼ ଛକ ପର୍ଯ୍ୟନ୍ତ ବି ନନ୍ଦିଘୋଷ ରଥ ଗଡ଼ିଛି। ଏମିତି ମୋ ଇତିହାସରେ କି ମୋ ଜନ୍ମରୁ ଆଜି ପର୍ଯ୍ୟନ୍ତ ମୁଁ ପ୍ରଥମ ଥର ଦେଖିଲି ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ସିଂହଦ୍ୱାର ଛାଡ଼ିଲାନି। ସମସ୍ତ ଜ୍ଞାନୀ ଗୁଣୀଙ୍କୁ ପଚାରୁଛି, ଆଚାର୍ଯ୍ୟ ପଣ୍ଡିତମାନଙ୍କୁ ପଚାରୁଛି, କ'ଣ ପାଇଁ ସୂର୍ଯ୍ୟ ଅସ୍ତ ପରେ ବି ଜବରଦସ୍ତି ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ ଟିକିଏ ଘୁଞ୍ଚା ଗଲା ବିଧିକି ରକ୍ଷା କରିବା ପାଇଁକା। ମୋ ମନରେ ଏଇ ଛୋଟିଆ ପ୍ରଶ୍ନଟିଏ ଉଙ୍କି ମାରିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯଦି କାହାର ବୁଦ୍ଧି ଥିବ କି ଜ୍ଞାନ ଥିବ କି ସ୍ପିରିଚୁଆଲି ଭାବନା ଥିବ, କମେଣ୍ଟ ବକ୍ସରେ ଆଉ ଉତ୍ତର ରଖିଲେ ମୁଁ ବହୁତ ଖୁସି ହେବି। ଜୟ ଜଗନ୍ନାଥ।